शीघ्र आसुथिबा प्रभु यीशु ख्रीष्टଙ୍କ नामରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। आशा करे ଆପଣମାନେ ସମସ୍ତେ ଭଲରେ ଥିବେ ଏବଂ ଆମର ପ୍ରାର୍ଥନା ଆପଣମାନେ ସମସ୍ତେ ପ୍ରଭୁଙ୍କ ଆଶୀର୍ବାଦରେ ଭଲରେ ପ୍ରଭୁ ଆପଣମାନଙ୍କୁ ରଖନ୍ତୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆପଣମାନଙ୍କ ମଧ୍ୟରେ ପରମେଶ୍ୱରଙ୍କର ବାକ୍ୟ ପଦେ କହି ଆପଣଙ୍କ ଉତ୍ସାହିତ କରିବାକୁ ମୁଁ ଚାହୁଁଛି। ପ୍ରଭୁ ଆପଣମାନଙ୍କ ଜୀବନରେ ଅନୁଗ୍ରହ କରନ୍ତୁ, ପ୍ରଭୁ ଆପଣଙ୍କ ଜୀବନରେ ଦୟା କରନ୍ତୁ। ଆଜିର ବିଶେଷ ଚିନ୍ତାର ବିଷୟ ହେଲା ପ୍ରାର୍ଥନା। ପ୍ରାର୍ଥନା ପ୍ରାର୍ଥନା ଜୀବନକୁ ସଜାଡ଼ିବା। ଆଜି ଖ୍ରୀଷ୍ଟୀୟ ମଣ୍ଡଳୀରେ ଯଦି ଜଣେ ଆତ୍ମିକ ଭାବରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ସବୁବେଳେ ଚାଲିବା ପାଇଁ ଯଦି ସେ ଚେଷ୍ଟା କରେ, ତେବେ ସେ ସବୁବେଳେ ପବିତ୍ରତା ଅନୁସାରେ ଏବଂ ପ୍ରାର୍ଥନାରେ ଏବଂ ପ୍ରଭୁଙ୍କ ବାକ୍ୟ ଧ୍ୟାନରେ ଏବଂ ସବୁବେଳେ ପରମେଶ୍ୱରଙ୍କ ସହିତ ଚାଲିବାରେ, ଯେତେବେଳେ ସେ ଉଦ୍ଯୋଗୀ ହୁଏ ଏବଂ ସେହିପରି ଚାଲିବା ପାଇଁ ସବୁବେଳେ ଚେଷ୍ଟା କରେ, ନିଶ୍ଚିତ ଭାବରେ ସେ ଆତ୍ମିକ ଜୀବନରେ ବୃଦ୍ଧି ପାଇବ, ବଢ଼ିବ ସେ। ତ ସେଥିପାଇଁ ସବୁବେଳେ ନିଜର ଜୀବନକୁ ଦେଖିବାକୁ ପଡ଼ିବ, ନହେଲେ ଆମେ କେବେ ବି ଆତ୍ମିକ ମନା ହେଇପାରିବା ନାହିଁ। ଆଜି ଯଦି ଆପଣମାନଙ୍କ ଜୀବନରେ କୌଣସି ବିଷୟ ଯଦି ପାଇବାକୁ ଚାହୁଁଛନ୍ତି, କରିବାକୁ ଚାହୁଁଛନ୍ତି, ଆଗେ ବଢ଼ିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ଜୀବନରେ ପ୍ରାର୍ଥନା ଆପଣ କରିବା ବହୁତ ଆବଶ୍ୟକତା ରହିଛି। ପ୍ରାର୍ଥନା ବିନା କିଛି କରନ୍ତୁ ନାହିଁ। ପ୍ରାର୍ଥନାର ସହିତ ଆପଣ ଯାହା କରୁଛନ୍ତି କରନ୍ତୁ। ତା ଅର୍ଥ ଏମିତି ନୁହେଁ ଯେ ଆପଣ ପ୍ରାର୍ଥନା କରିକି ପାପ କରିବେ, ପ୍ରାର୍ଥନା କରିକି ମିଛ କହିବେ, ପ୍ରାର୍ଥନା କରି କାହାକୁ ଠକିବେ, ସେମିତି ନୁହେଁ। ଆପଣ ପ୍ରାର୍ଥନା କରି ଯେଉଁ ବିଷୟ ଆପଣ କରୁଛନ୍ତି, କିଛି ଭଲ କାମ କରୁଛନ୍ତି, କିଛି ପାଠ ପଢ଼ୁଛନ୍ତି, ଚାକିରି କରୁଛନ୍ତି କିମ୍ବା କୌଣସି ବିଜନେସ୍ ବ୍ୟବସାୟ କରୁଛନ୍ତି, ପ୍ରାର୍ଥନାର ସହ ଆପଣ ଆରମ୍ଭ କରନ୍ତୁ। ପ୍ରଭୁ ଆପଣମାନଙ୍କ ଜୀବନରେ ଦେଖନ୍ତୁ, ପ୍ରଭୁ ସଫଳତା ନିଶ୍ଚିତ ଭାବରେ ପ୍ରଦାନ କରିବେ। ବିଶେଷ କରି ଦିନମାନଙ୍କରେ ମଣ୍ଡଳୀ ଏବଂ ବିଶେଷ ସଭା ସମିତି ମାନଙ୍କରେ ଅଧିକାଂଶ ବିଶେଷ ଲୋକମାନେ କ'ଣ କରୁଛନ୍ତି ନା, ନାଚରେ, ଗୀତରେ, ଅନ୍ୟାନ୍ୟ ବିଷୟରେ ସମୟକୁ ନଷ୍ଟ କରିଦେଉଛନ୍ତି। କିନ୍ତୁ ଖ୍ରୀଷ୍ଟିଆନ ଜୀବନରେ ଯେ ପ୍ରାର୍ଥନା କେତେ ଆବଶ୍ୟକତା ରହିଛି, ଏ ବିଷୟକୁ ସେମାନେ ଭୁଲି ଯାଇଛନ୍ତି। ତ ସେଥିପାଇଁ ଆଜି ଆପଣମାନଙ୍କୁ କହିବା ପାଇଁ ମୁଁ ଚାହେଁ, ଆପଣଙ୍କ ଜୀବନରେ ପ୍ରାର୍ଥନାକୁ ପ୍ରାୟୋରିଟି ଦେଇ ପ୍ରଭୁଙ୍କ ସହିତ କନେକ୍ଟ ହେଇ ରୁହନ୍ତୁ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୁହନ୍ତି, ମାର୍କ 14 ପର୍ବର 38 ପଦରେ ଏପରି ଲେଖା ଅଛି, ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗେତ୍ସେମନୀ ବଗିଚାରେ ଯେତେବେଳେ ପ୍ରାର୍ଥନା କରିବାକୁ ଯାଇଛନ୍ତି ଏବଂ ତାଙ୍କର ଶିଷ୍ୟମାନେ ବି ତାଙ୍କ ସହିତ ଥିଲେ, ପ୍ରଭୁ ଯୀଶୁ ନିରନ୍ତର ପ୍ରାର୍ଥନାରେ ଯେତେବେଳେ ରହୁଛନ୍ତି, ପିତାଙ୍କ ସହିତ ଯେତେବେଳେ କଥା ହେଉଛନ୍ତି, ଆଉ ଶିଷ୍ୟମାନଙ୍କ ଆଡ଼କୁ ଯେତେବେଳେ ଦୃଷ୍ଟିପାତ କରୁଛନ୍ତି, ଦେଖୁଛନ୍ତି, ଅନଉଛନ୍ତି, ଶିଷ୍ୟମାନେ ସେହି ସମୟରେ ଢୁଳଉଛନ୍ତି, ଶୋଇ ପଡ଼ୁଛନ୍ତି, ଆଖି ମାଡ଼ି ପଡ଼ୁଛି। ସେହି ସମୟରେ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ କହୁଛନ୍ତି, କ'ଣ କହୁଛନ୍ତି? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ କ'ଣ କର? ଜାଗି ରହି ପ୍ରାର୍ଥନା କର। ମୋର ପ୍ରିୟମାନେ,
ପରୀକ୍ଷାର ସମୟରେ ଆପଣ ଏବଂ ମୁଁ ଆମେ ଗତି କରୁଛୁ। ଅନେକ ପ୍ରକାର ପ୍ରଲୋଭନ, ଅନେକ ପ୍ରକାର ଆକର୍ଷଣ ଏ ଜଗତ ମଧ୍ୟରେ ଆମର ଚାରିଆଡ଼େ ଚାଲିଛି। ଏ ସବୁ ଆମ ନିକଟକୁ ଆସୁଛି। ଆମେ ଯେପରି ସେସବୁରେ ଆମେ ନ ପଡ଼ି ନ ଯାଉ, ଖସି ନ ଯାଉ, ସେଥିପାଇଁ ପ୍ରାର୍ଥନା କରିବା ନିତ୍ୟାନ୍ତ ଆବଶ୍ୟକତା ରହିଛି। ପ୍ରଭୁ ଅନୁଗ୍ରହ କରନ୍ତୁ ମୋର ପ୍ରିୟମାନେ। ଆଜି ଆପଣଙ୍କ ପ୍ରାର୍ଥନା ଜୀବନ କିପରି ଅଛି ଆପଣ ଦେଖନ୍ତୁ। ପ୍ରାର୍ଥନା ଅଟେ ଈଶ୍ୱରଙ୍କ ସହିତ କଥା ହେବା, ଈଶ୍ୱରଙ୍କ ସହିତ ସମ୍ପର୍କ ରଖିବା। ପ୍ରାର୍ଥନା ଗୋଟିଏ ଅସ୍ତ୍ର ବୋଲି ଆମେ କହିପାରିବା, କାରଣ ପ୍ରାର୍ଥନାରେ ଆମେ ଶୈତାନକୁ ହରାଇ ପାରିବା। ଦେଖନ୍ତୁ, ଜଣେ ଯେତେବେଳେ ପବିତ୍ର ଜୀବନରେ ଯେତେବେଳେ ବଢ଼ିବା ପାଇଁ ଚାହୁଁଛି, ସେ ପ୍ରାର୍ଥନା କରିବା ବହୁତ ଆବଶ୍ୟକତା ରହିଛି। ତ ସେଥିପାଇଁ ପ୍ରାର୍ଥନାରେ ଆପଣଙ୍କର ଜୀବନ ବିତାନ୍ତୁ ଏବଂ ଆପଣ ନିଶ୍ଚିତ ବିଜୟ ପାଇବେ। ପ୍ରଭୁ ଆପଣଙ୍କ ସଙ୍ଗୀ ହେବେ ଏବଂ ଆପଣ କୌଣସି ବି ବିଷୟରେ ଆପଣ ଚିନ୍ତିତ ନ ହୋଇ ସମସ୍ତ ବିଷୟ ପ୍ରଭୁଙ୍କ ଉପରେ ଆପଣମାନେ ସମର୍ପଣ କରି ପ୍ରାର୍ଥନାରେ ଏକାଗ୍ର ଭାବରେ ଲାଗି ରୁହନ୍ତୁ। ଦେଖନ୍ତୁ, ନିଶ୍ଚିତ ଭାବରେ ପ୍ରଭୁ ଆପଣଙ୍କ ସହିତ ରହିବେ ଏବଂ ଆପଣଙ୍କୁ ସଫଳତା ଦେବେ। ପ୍ରଭୁଙ୍କର ଗୌରବ ହେଉ। ଆଜି ଆପଣ କେତେ ସମୟ ପ୍ରାର୍ଥନା କରୁଛନ୍ତି, କେମିତି ପ୍ରାର୍ଥନା କରୁଛନ୍ତି, ଆପଣଙ୍କ ପ୍ରାର୍ଥନାର ସମୟ କେତେବେଳେ? ଟିକେ ଆପଣଙ୍କ ପ୍ରାର୍ଥନାର ଜୀବନ ଆପଣ ସଜାଡ଼ନ୍ତୁ, ଠିକ୍ ଭାବରେ ପ୍ରାର୍ଥନା କରନ୍ତୁ। ବାଇବଲରେ ଦେଖନ୍ତୁ, ଅନେକ ବ୍ୟକ୍ତିମାନେ ଥିଲେ ଟାଇମ୍ ଟୁ ଟାଇମ୍ ପ୍ରାର୍ଥନା କରନ୍ତି। ଦିନକୁ କିଏ ତ 3 ଥର ପ୍ରାର୍ଥନା କରୁଥିଲେ, କିଏ ତ 7 ଥର ପ୍ରାର୍ଥନା କରୁଥିଲେ, କିଏ ତ ସର୍ବଦା ପ୍ରାର୍ଥନାରେ ଥିଲେ ସେମାନେ। କିନ୍ତୁ ନୂତନ ନିୟମ ଆମମାନଙ୍କୁ ଶିଖାଏ, ପ୍ରଭୁ ଯୀଶୁ ଶିଖାନ୍ତି ଆମମାନଙ୍କୁ, ଲୁକ 18:1 ପଦ, କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କର, କ୍ଳାନ୍ତ ନ ହୋଇ, ହାଲିଆ ନ ହୋଇ, ଅଳସୁଆ ନ ହୋଇ, ନିରାଶ ନ ହୋଇ, ଭାଙ୍ଗି ନ ପଡ଼ି ଆପଣ ପ୍ରାର୍ଥନାରେ ରୁହନ୍ତୁ। ପ୍ରାର୍ଥନା ଏମିତିକା କାମ ନୁହେଁ ଯେ ବହୁତ କଷ୍ଟ ଲାଗେ, ଆଉ ପ୍ରାର୍ଥନା ଏମିତିକା ବିଷୟ ନୁହେଁ ଯେ ଓଜନିଆ କାମ ନୁହେଁ। ଆମେ ପ୍ରଭୁଙ୍କ ନିକଟରେ ଆଣ୍ଠୁ ମାଡ଼ିବା, ପ୍ରଭୁଙ୍କ ଆମ ସମସ୍ତ ବିଷୟ କହିବା, ତାହା ହିଁ ପ୍ରାର୍ଥନା ଅଟେ। ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ପ୍ରଭୁ ଯୀଶୁ ନିଜେ ଈଶ୍ୱର ଥିଲେ ସତ୍ତ୍ୱେ ପ୍ରାର୍ଥନା ପାଇଁ ସବୁବେଳେ ସମୟ ବାହାର କରି ପ୍ରାର୍ଥନା କରୁଥିଲେ। କିନ୍ତୁ ଆଜି ଆପଣ ମନୁଷ୍ୟ ଅଟୁ, ଆମେ କେତେ ପ୍ରାର୍ଥନା କରିବା ଉଚିତ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯଦି ଏତେ ପ୍ରାର୍ଥନା କରୁଥିଲେ, ତେବେ ଆମେ ଆଉ କେତେ ପ୍ରଭୁଙ୍କ ଠାରୁ ଅଧିକ ଆମେ ପ୍ରାର୍ଥନା କରିବା ବହୁତ ଦରକାର। ଯଦି ପ୍ରଭୁ ଯୀଶୁଙ୍କୁ ଯଦି ଶୈତାନ ପରୀକ୍ଷା କରିପାରିଛି, ଆପଣଙ୍କୁ ମୋତେ ପରୀକ୍ଷା କରିବାକୁ ଶୈତାନ କେତେ ସହଜ ବିଷୟ। ତ ସେଥିପାଇଁ ଆଜି ଆମେ ପରୀକ୍ଷାକୁ ଯଦି ଆମେ ଉତ୍ତୀର୍ଣ୍ଣ ହେବାକୁ ଚାହୁଁଛୁ, କିମ୍ବା ପରୀକ୍ଷାରେ ଯଦି ଆମେ ନ ପଡ଼ୁ କିମ୍ବା ଖସି ନ ଯାଉ ବୋଲି ଚାହୁଁଛୁ, ଯଦି ଆମେ ପ୍ରାର୍ଥନାରେ ରହିବା, ନିଶ୍ଚିତ ପ୍ରଭୁ ଆମମାନଙ୍କୁ ରକ୍ଷା କରିବେ, ଉଦ୍ଧାର କରିବେ। କିନ୍ତୁ ପ୍ରଭୁ ଯୀଶୁ ଆଉ ଗୋଟେ କଥା କୁହନ୍ତି, କ'ଣ କୁହନ୍ତି? ଆତ୍ମା ଇଚ୍ଛୁକ ସତ୍ୟ ମାତ୍ର ଶରୀର ଦୁର୍ବଳ। ପ୍ରାର୍ଥନା କରିବା ପାଇଁ ଆତ୍ମା ଇଚ୍ଛା କରେ, କିନ୍ତୁ ଶରୀର କ'ଣ ହେଇଯାଏ? ଦୁର୍ବଳ ହେଇଯାଏ। ଆତ୍ମିକରେ ବଢ଼ିବା ସମୟରେ ଶରୀର ହିଁ ଆମମାନଙ୍କୁ ବାଧା ଦିଏ। ଉପବାସ କରିବା ସମୟରେ ଶରୀର ହିଁ ବାଧା ଦିଏ, କାରଣ ଶରୀର ସବୁବେଳେ ଖାଇବା ଦରକାର, ଶରୀରକୁ ସବୁବେଳେ ଆରାମ ଦରକାର। କିନ୍ତୁ ଆତ୍ମା ସବୁବେଳେ ଚାହେଁ ପ୍ରଭୁରେ ରହ, ପ୍ରଭୁ କଥା ଶୁଣ, ପ୍ରଭୁଙ୍କ ପଛରେ ଚାଲ। ଆତ୍ମା ଏସବୁ ଇଚ୍ଛା କରନ୍ତି। ପବିତ୍ର ଆତ୍ମାଙ୍କ ଗାଇଡ଼ରେ ଜୀବନ ଅତିବାହିତ କର, କିନ୍ତୁ ଶରୀର ସେମିତି ଚାହିଁବ ନାହିଁ। ଶରୀର ଚାହିଁ ଜଗତର ସୁଖ ବିଳାସକୁ ସବୁବେଳେ ଶରୀର ଚାହିଁଥାଏ। ପ୍ରଭୁ ଅନୁଗ୍ରହ କରନ୍ତୁ, ପ୍ରଭୁ ଦୟା କରନ୍ତୁ। ପ୍ରାର୍ଥନାକୁ ଆମେ ଗୁରୁତ୍ୱ ଦେଇ ଏଇ ଦିନ ମାନଙ୍କରେ ଆମେ ପ୍ରଭୁଙ୍କ ସହିତ କନେକ୍ଟ ହେଇକି ରହିବା। ପ୍ରାର୍ଥନାରେ ଆମେ ଜୀବନ
ବିତେଇବା, ସମୟ କଟାଇବା ଏବଂ ଆମେ ପ୍ରାର୍ଥନାରେ ଆମେ ସର୍ବଦା ଲାଗି ରହିବା। ପ୍ରଭୁ ନିଶ୍ଚିତ ଆମମାନଙ୍କୁ ଆଶୀର୍ବାଦ କରିବେ। ଜଣେ ପ୍ରଭୁଙ୍କର ଦାସ କୁହନ୍ତି, ପ୍ରାର୍ଥନା କର ନତବା ମର। ମୁଁ ତ ସବୁବେଳେ ପରାମର୍ଶ ଦିଏ, ପ୍ରାର୍ଥନା ଯଦି କରୁନାହୁଁ ତାହେଲେ ଆମେ ପାପ କରୁଛୁ, ପାପରେ ପଡ଼ିଯିବା। ସେଥିପାଇଁ ପ୍ରାର୍ଥନାରେ ଆମେ ସବୁବେଳେ ଏବଂ ସର୍ବଦା ଆମେ ରହିବା। ପ୍ରାର୍ଥନା ପାଇଁ କୌଣସି ମନ୍ଦିର, ମସଜିଦ, ଚର୍ଚ୍ଚକୁ ବି ଯିବାକୁ ପଡ଼ିବ ନାହିଁ। ଆପଣ ଯେଉଁଠି ରହୁଛନ୍ତି ସେଠି ଆପଣ ପ୍ରାର୍ଥନା କଲେ ପ୍ରଭୁ ଆପଣଙ୍କର ପ୍ରାର୍ଥନା ଶୁଣିବେ। ତାର ଅର୍ଥ ଏମିତି ନୁହେଁ ଯେ ଆପଣ ସଣ୍ଡେ ରବିବାର ଦିନ ବି ଗିର୍ଜା ଯିବେ ନାହିଁ। ସନ୍ଧ୍ୟା ସମୟରେ ଯେଉଁ ଘରୋଇ ପ୍ରାର୍ଥନା ମାନେ ହୁଏ, କଟେଜ ମିଟିଂ ମାନଙ୍କୁ ହୁଏ, ସେଇଠି ବି ଯାଆନ୍ତୁ ନାହିଁ। ସଭା ସମିତି ଯେଉଁ ମିଟିଂ ଗୁଡ଼ିକ ହୁଏ ସେଇଠି ବି ଯାଆନ୍ତୁନି ବୋଲି ମୁଁ କହୁନାହିଁ। ଆପଣ ସହଭାଗିତାରେ ରୁହନ୍ତୁ, କିନ୍ତୁ ବ୍ୟକ୍ତିଗତ ପ୍ରାର୍ଥନା ପାଇଁ ଆପଣ ବ୍ୟକ୍ତିଗତ ସମୟ କାଢ଼ି ଆପଣ ପ୍ରାର୍ଥନାରେ ପ୍ରଭୁଙ୍କ ସହିତ ରୁହନ୍ତୁ। ନିଶ୍ଚିତ ପ୍ରଭୁ ଆପଣମାନଙ୍କୁ ସାହାଯ୍ୟ କରିବେ। ଆପଣଙ୍କର ପ୍ରାର୍ଥନା ଶୁଣି ପ୍ରଭୁ ଉତ୍ତର ଦେବେ ଏବଂ ଆପଣଙ୍କୁ ପ୍ରଭୁ ଉନ୍ନତ କରାଇବେ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଅନୁଗ୍ରହ କରନ୍ତୁ। ଏ ବିଷୟ ଆପଣମାନେ ବୁଝନ୍ତୁ ଏବଂ ଶିଖନ୍ତୁ ମଧ୍ୟ। ପ୍ରାର୍ଥନାକୁ ଆମମାନେ ଭୁଲିବା ନାହିଁ। ପ୍ରାର୍ଥନାରେ ଜୀବନ ଅତିବାହିତ କରିବା, ଆମର ପ୍ରାର୍ଥନା ଜୀବନକୁ ଆମେ ସଜାଡ଼ିବା। ପ୍ରଭୁ ସମସ୍ତଙ୍କୁ ଏ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ରହୁଛି, ପୁନର୍ବାର ଆଉ ଗୋଟେ ଅଧ୍ୟାୟରେ ଦେଖା ହେବା। ସେତେ ପର୍ଯ୍ୟନ୍ତ ଆପଣ ସମସ୍ତେ ଅପେକ୍ଷାରେ ରୁହନ୍ତୁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।